ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ବଡ ଅପଡେଟ ଦେଇଛନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି। ତ ଦେଖନ୍ତୁ ଯଦି ଆପଣମାନେ ଏଇ ଜାନୁଆରୀ ଶେଷ ସୁଦ୍ଧା ଆପଣମାନେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି। ଯଦି ଆପଣମାନେ ସୁଭଦ୍ରା ହିତାଧିକାରୀ ଅଛନ୍ତି ତାହେଲେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫୁଲ ଷ୍ଟେପ ବାଇ ଷ୍ଟେପ। ଯଦି ଆପଣମାନେ ନେବାକୁ ଯାଉଛନ୍ତି ତା ପୂର୍ବରୁ କଣ କରିବେ ଦେଖନ୍ତୁ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଘୋଷଣା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅପଡେଟ ଦେଇଛନ୍ତି ଯେ ଏଯାବତ ସୁଭଦ୍ରାରେ 17,000 ମହିଳା ପୁଣି ସାମିଲ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପଟ ଆଉଟ ହୋଇଥିବା 17,000 ମହିଳା ପୁଣି ଥରେ ସୁଭଦ୍ରାରେ ମିଶିଛନ୍ତି। ସମୁଦାୟ 31,000 ଅପଟ ଆଉଟ ହେଇଥିଲେ ବର୍ତ୍ତମାନ 17,000 ପୂର୍ଣ୍ଣ ସାମିଲ ହୋଇଛନ୍ତି। ବାକି 14,000 ମହିଳା ଅପଟ ଇନ୍ କରିପାରିନାହାନ୍ତି ବୋଲି ସେ କହିଛନ୍ତି। ସେମାନେ ଆୟକର ବର୍ଗ ହୋଇପାରିଥାନ୍ତି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷ ମହିଳା କେୱାଇସି ଅପଡେଟ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ଏଇ ସୁଭଦ୍ରା ଯୋଜନାର ପଇସା ନେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଖୁବ ଶୀଘ୍ର ଏଇ କେୱାଇସି କରନ୍ତୁ, ଯାହାକି ଏଇ ଜାନୁଆରୀ ଶେଷ ସୁଦ୍ଧା ଆପଣମାନେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି। ତାହେଲେ ଆପଣମାନେ କେୱାଇସି ଅପଡେଟ କରି ନିଅନ୍ତୁ, ଯାଆନ୍ତୁ ତୁରନ୍ତ। ତ ଏଇଭଳିଆ ଆଜିର ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ।